ଆଜି ମୁଁ ବଡ଼ ଶାଶୁଙ୍କ ଘର ପଟକୁ ଯାଇଥିଲି। ଅପା କହିଲେ ଫୋନ୍ ଆଣିଛୁ ଟିକେ ଆମର ଭିଡ଼ିଓ କରିଦେଉନୁ, ଆମକୁ ଟିକେ ବ୍ଲଗରେ ଆଣୁନୁ। ମୁଁ କହିଲି ହଁ କରିଦେବି। ମୁଁ କହିଲି କ'ଣ କରୁଛ ତମର? ନା ଆମର ରୋଷେଇ ଟିକେ ଦେଖେଇଦେ। ମୁଁ ଆଜି ତାଙ୍କ ରୋଷେଇ ଘରକୁ ଯାଇଥିଲି। ମୁଁ କହିଲି କ'ଣ ରୋଷେଇ କରିଛ? ନା ସୋୟାବିନ୍ ଝୋଳ, ଆଳୁ ମୂଳା ଭଜା ହେଇଛି, ଗ୍ରୀନ୍ ମଟର ଖାଲି ଭଜା ହେଇଛି। ସାନ ଅପା ବଡ଼ ବାପାଙ୍କ ପାଇଁକା ଚାହା କରୁଥିଲେ। ବଡ଼ ବାପା ସେଠି ଖାଉଥିଲେ। ସେ ଖାଇକି ଅଇଁଠା ଉଠାଉଥିଲେ। ଝିଆରୀ ମୋତେ ଡାକ ମାଇଲେ, ଆଣ୍ଟି ମୋର ଟିକେ ଭିଡ଼ିଓ କରିଦିଅ, ମୋତେ ଟିକେ ୟୁଟ୍ୟୁବରେ ବାହାର କରିଦିଅ। ମୁଁ କହିଲି ହଉ ମୁଁ ଯାଉଛି। ସେଇଠୁ ସାନ ବାପା କହିଲେ ମୁଁ ବାପାଙ୍କୁ ଚାହା ଦେଉଛି, ତୁ ଟିକେ ଚୁଲି ଜାଳ ଦେଇକି ଯିବୁ। ମୁଁ କହିଲି କ'ଣ ବସିଛି? ନା ଭାତ ବସିଛି। ମୁଁ ତାଙ୍କ ଚୁଲିରେ ଜାଳ ଦେଖିଲି ଭାତ ଫୁଟୁଛି। ମୁଁ କହିଲି ଖଣ୍ଡିଏ ଜାଳ ପଡ଼ିଛି, ଭାତ ଫୁଟୁଛି। ସେଠୁ ବାପା କହିଲେ ହଉ ଚୁଲି ଜଳୁଛି, ତୁ ଯା ଭାରି, ଆଉ ଜାଳ ଦେନି, ଭାତ ଉତୁରିବ। ଝିଆରୀ ସେଇଠୁ ଡାକିଲାଠୁ ତାଙ୍କ କତିକି ଆସିଲି। ମୁଁ କହିଲି ସ୍କୁଲ ଯାଇନା? ନା ନାଇଁ ଆଣ୍ଟି ଆଜି ମୁଁ ସ୍କୁଲ ଯାଇନି, ମୋ ପେଟଟି ଭଲ ଲାଗୁନି, ଝାଡ଼ା ହେଉଛି। ମୁଁ କହିଲି ହଉ